ତାଙ୍କର ବାହାଘର ହଉଛି ତାଙ୍କ ଝିଅ ବାଲା ଆଜି ଆସିଥିଲେ ଆପଣଙ୍କ ପାଖକୁ ବୋଧେ। ସେ ମତେ ଫୋନ କରିଥିଲେ ସେ କଣ କହିଲେ ନାଇଁ ବାଜା ଫାଜା ବାଜି ପାରିବନି ସେଇଥିପାଇଁ ବାଜା ଫାଜା ବାଜି ପାରିବନି। ସେ ବାଜା ବାଣ ଦେଖୁଛ ଯୋଉ ପରିସ୍ଥିତି ବାଣର ଯୋଉ ପରିସ୍ଥିତି ବାଣ ନ ଫୁଟେଇ ପାରନ୍ତି ଅଲଗା ଜିନିଷ ସେ ପ୍ରସେସନ କରିକି ଦାଣ୍ଡରେ ଯାଇପାରିବେନି। ନାଇଁ ସେ ଯିଏ କରୁଛି କରୁଛି ଏଇ ଠାକୁର ନାଁ କହିଲେ 6 ଫେଡା। ମୁଁ ସେ କଥା କହୁଛି ମୋ ନାଁ ଶୁଣିବେ ଏଠି ଆଗ ବାବୁ ଘର ପିଲା ନାଁ କହିଦଉଛି ଶୁଣୁନା ଏତେ ମତେ ପଚାରିବା ଦରକାର ନାହିଁ। ବାବୁ ଘର ବାବୁ ସିଂ କହିବ ମୋର ହାର୍ଟ ପେସେଣ୍ଟ ଡିଜେ ବାଜିବନି ଜୋର ବଜେଇଲେ। ଆମ ଶେଷରେ ହଗୁରା ବାରିକ ଅଛି ହଗୁରା ଭାଇ ଘର ଠାକୁର ପାଖରେ ତାଙ୍କ ମାଇପି ଆସି କଳି କରିବେ। ମୁଁ କାହା କଳି ଶୁଣି ପାରିବିନି ନା କାହା ସାଙ୍ଗେ ଲଢି ପାରିବିନି। ଯାହାର ଇଚ୍ଛା ହବ ସେଠି ବାହାଘର ନାହିଁ ଅନ୍ୟ ଜାଗା ପଳେଇବ। କହିବାନି ତୁମେ ଆଗ ବାବାଇ ପଚାରୁନ ଆସିକି ତୁମ ବାବୁ ସିଂ ମୁଁ ନାଁ କହୁଛି ଆଉ ପଚାରୁନ ଡିଜେ ବାଜିବ ବାଜା ବାଜିବ ହେଇ ହେଲା ହାଟ କିଏ ଘରେ ପଶିବ କିଏ ସୋଦିଆ ଦୌଡ଼ି ଆସିବ ମୁଁ କାହା ସାଙ୍ଗେ ବାପା କଳି କରିପାରିବି ନାହିଁ। ନା ମୋ କହିବା କଥା ଏଇ ଯୋଉ ଜିନିଷଟା ଏଇଟା ତ ମନ୍ଦିରର ନିୟମ ନାହିଁ। ମନ୍ଦିର ନିୟମ ନାହିଁ ଗାଁ ବାଲା ଗାଁ ବାଲା କରିବେ ମୋ ପାଖରେ ବା କେହି ନାହାନ୍ତି ମନ୍ଦିର ନିୟମ ନାହିଁ। ଗାଁ ବାଲା ଯେତେବେଳେ ଉଠିକି ଯାଇଛି ଦଧିଆନ ମନ୍ଦିର ତୁମେ ଏଇଠି ଅଛ ନା ଅସୁରେଶ୍ୱର ଭାଇ ଭାଇ ଗୋଟେ ଟିକେ ଶୁଣନ୍ତୁ ଚନ୍ଦନ ଯାତ୍ରାରେ ଗୋଟେ ନ୍ୟୁଜ ମୁଁ ଜାଣିଛି ସବୁ ଜାଣିଛି ସେଗୁଡା ମୋ ପିଠେ କିଏ ପଡିବ କହୁନାହାନ୍ତି କାହିଁକି ଯିବି ସେଥିରେ ପଶିବାକୁ 500 ମନ୍ଦିର ଇନକମ ହେଲେ ହବ ନହେଲେ ନାହିଁ। ଜଣେ ଯଦି ବାହା ହଉଛି ସିଏ ଆଉ ବାଜା ବଜେଇକି ଆସିବନି ଏମିତି ହେଇପାରେ ଆମ ମନ୍ଦିରରେ ଭାଇ ଶୁଣ ମନ୍ଦିରରେ ଯୋଉ ନୀତି ନିୟମ ଅଛି ମୁଁ ଯେତିକି ସମ୍ଭାଳି ପାରିବି ସେତିକି କହିବି। ମୋ ପାଖରେ ଗୋଟେ ପିଲା ନାହାନ୍ତି ଇଏ ନାହାନ୍ତି ଆପଣ ଯଦି ଏସା ହଉ ତେସା ହଉ ମୁଁ ସମ୍ଭାଳି ପାରିବିନି ତେଣୁ ମନା କରିଦଉଛି ବୁଝିପାରିଲେ ନା। ସିଙ୍ଗଲ ଲୋକ କେହି ବାହାରିକି ଅସୁରେଶ୍ୱର କହିଲେଣି 2 ଗୋଟା ନ୍ୟୁଜ ବାହାରିଲା ଏଇଟା ଗୋଟେ ମିଛ ନ୍ୟୁଜ ଆପଣ ମାନଙ୍କ ତକାତ ଆମେ ନିରବ ସଂସ୍ଥା ହେଇଛୁ ନା ଯୋଉ ନ୍ୟୁଜ ଟା ବାହାରିଛି ସେଟା ଆପଣଙ୍କ ଗାଁ ଲୋକ ବଜେଇଛନ୍ତି କୋଉ ବାହାର ଲୋକ ବଜେଇ ନାହାନ୍ତି କଣଟା ଆପଣ ଗାଁ ଲୋକ ବଜେଇଛନ୍ତି ନା କହୁଛି ଭାଇ ଆମ ସେଇପା ଆଉ କିଏ ବିରୋଧ କରିବେ କି ଆଗ ଆମ ଗାଁ ଲୋକ କରିବେ ଆଜ୍ଞା ଦେଖନ୍ତୁ ମୋବାଇଲ ଏଠି ଦଧିଆନ ମନ୍ଦିର ଅତ୍ୟାଚାର ଇଏ କଥା ତୁମେ ଆସିଲେ ମୁଁ କହିଦିଏ ଫୋନରେ କଣ ହବନି ଏଠି ଲୋକ ମୋ ମୁହଁରୁ ବାଇଟ ନେଇକିରି ମନ୍ଦିର କଡରେ ମଦ ବୋତଲ ପଡୁଛି ବାହାଘର ବନ୍ଦ କର ଏସା କର ତେସା କର ଥୋଇକିରି ଫଟୋ ଗୋଟେ ଛାଡେ ମୋ ଭାଇଟା ପାରେ ମତେ ସେଠି କୁହ ନା ଯଦି ହବ ଖାଲି ଦିନରେ କଥାବାର୍ତ୍ତା ହେଇଯିବା ହେଲା ମତେ ଆଉ ମୁଁ ଶୁଣିକି ଆଉ ଏ ବୟସରେ 65 ବର୍ଷ ଏ ବୁଢା କାଳରେ ମୁଁ କାହା କଥା ଶୁଣିପାରିବିନି। ମୁଁ ଗାଁ ଲୋକ ଆମ ଗାଁ ଲୋକ କଣ